ନରସିଂହଙ୍କର ବିଜୟ। ଆଚ୍ଛା ସେତିକି ବେଳେ ଜଗନ୍ନାଥ କଥାଟି ମନେ ପଡିଗଲା। ଆମେ ମାନେ ସେଇ ମଣିଷ ଏଠି ସବୁ ବସିଛେ। ଆଚ୍ଛା ଆପଣ ମାନେ କଣ ମୁଁ କଣ? ଯେତେବେଳେ ଆମ ପୁଅ ଦେହ ଖରାପ ହବ ଆମ ପକେଟରେ ଟଙ୍କା 50,000 ଅଛି। ନିଶ୍ଚିତ ଆମର ଭୟ କାହାକୁ? କାହିଁକି ଭୟ ହବ? 50,000 ଟଙ୍କା ତ ଅଛି ପକେଟରେ। ଆମେ ନେଇକି ମେଡିକାଲକୁ ଗଲୁ। ସେ ପୁଅକୁ ମେଡିକାଲକୁ ନେଇକି ଯିବୁ। କଟକ ମେଡିକାଲ ମନା କରିଦେଲା, କହିଲା ନା ତୋ ପୁଅ ହବନି। ତାକୁ ଭେଲୋର ମେଡିକାଲ ନେଇଯା। ଆଚ୍ଛା ଭେଲୋର ମେଡିକାଲ ଯିବାକୁ ଟଙ୍କା ତ ନାହିଁ। ଗୋପାର ଏକରେ ଖଣ୍ଡେ ଜମି ଅଛି। ସେଇ ଏକରେ ଜମିକି ବିକିବି। ଭଲ ହଉ। ଏକରେ ଜମି ନେଇକି ଭେଲୋର ମେଡିକାଲରେ ପହଞ୍ଚିବୁ। ଆଚ୍ଛା ଡାକ୍ତର କହିଲା ନା ତୋ ପୁଅ ହବନି। ସରିଗଲା କଥା। ଆଉ ଅତି ବେଶୀରେ 2 ମାସ। ଶେଷରେ କଣ କରା? ପୁଅକୁ ଆଣିକି ଆଇଲୁ। ଜମିରେ ହେଲୁନୁ। ଗାଁ ମୁଣ୍ଡରେ ଯୋଉ ଇଷ୍ଟ ଦେବତୀ ଠାକୁରାଣୀ ଅଛନ୍ତି ସେଇଠି ଟିକେ ଖେଚେଡି ଭୋଗ କରିଦେଲୁ। ଗଡେଇ ଦେଲୁ ପୁଅକୁ। ମା ମୋ ପୁଅ ତତେ ଲାଗିଲା। ମୋ ପୁଅକୁ ରହ କ୍ଷମା। କିଲୋ ଯେତେବେଳେ ଯାଇଥିଲୁ କଟକ ମେଡିକାଲ ପୁଅକୁ ନେଇ ଗାଁ ମନ୍ଦିରରେ ମା ପାଖରେ ପୁଅକୁ ଗଡେଇଥିଲୁ? ନାଇଁ ଫାଷ୍ଟ ଗଡେଇନୁ। ଯେତେବେଳେ ଭେଲୋର ମେଡିକାଲକୁ ନେଇକି ଗଲୁ ସେତେବେଳେ କଣ ମା ପାଖରେ ପୁଅକୁ ଗଡେଇଥିଲୁ? ନାଇଁ। ଆମେ ମଣିଷ। ଆମେ ଯେତେବେଳେ ବିପଦ ଆସେ ଏ ବିପଦ ସମୟରେ ଆମେ ଭଗବାନଙ୍କୁ ଡାକୁଛେ, ହେ ପ୍ରଭୁ ଉଦ୍ଧାର କର ମଧ୍ୟ। ଏପଟେ ଅତିଥି କାନ୍ଦୁଛି, ମୋର ପୁଅଟିଏ ଦରକାର। ନା ବିପଦ ବେଳେ ଡାକୁଛୁ, ସମ୍ପଦ ବେଳେ ଡାକୁନଥିଲୁ। ଆଉ ସେତେବେଳେ ସମ୍ପଦରେ ଭୋଳ। ଠିକ ଅଛି, ମୁଁ କଥା ଦଉଛି। ପୁଅଟିଏ ପାଇବୁ। ପୁଅଟିଏ ପାଇଲା। 7 ମାସିଆରେ ପୁଅଟା ଜନ୍ମ। 7 ମାସିଆ ପୁଅଟିଏ ନାଟି ହେଲା ବାମନ। ଆଚ୍ଛା 9 ମାସରେ ପୁଅ ବଞ୍ଚିବ। 10 ମାସର 10 ମାସରେ ପୁଅ ବଞ୍ଚିବ। ମା ଗର୍ଭରୁ 11 ମାସରେ ପିଲା ଜନ୍ମ ହେଲେ ବଞ୍ଚିବ। ମା ଗର୍ଭରୁ ପିଲା ଯଦି 12 ମାସରେ ଜନ୍ମ ହବ ବଞ୍ଚିବ। 11-12 ପର୍ଯ୍ୟନ୍ତ କାହିଁ ତ କୋଉ ମା ଧରେନି ପୁଅକୁ ପେଟରେ ନା। ମା ଗର୍ଭରୁ ଯଦି 13 ମାସରେ ଛୁଆ ଜନ୍ମ ହବ ବଞ୍ଚିବ। ଏ ବାପା କଣ ନମ୍ବରକୁ ନମ୍ବର ବଢୁଛି। ଆମେ ସମସ୍ତେ ଜାଣିଛୁ 10 ମାସର 10 ଦିନରେ ଜନ୍ମ କରନ୍ତି ମା ମାନେ ବୋଲି। ତମେ 11-12-13 ପର୍ଯ୍ୟନ୍ତ ପଳେଇଲ। ମା ଗର୍ଭରୁ ପୁଅ ଯଦି 14 ମାସରେ ଜନ୍ମ ହବ ବଞ୍ଚିବ। ମା ଗର୍ଭରୁ ଯଦି ପିଲାଟା 15 ମାସରେ ଜନ୍ମ ହବ ବଞ୍ଚିବ। ଆଚ୍ଛା ମା ଗର୍ଭରୁ ଯଦି ଛୁଆଟା 12 ବର୍ଷରେ ଜନ୍ମ ହବ ବଞ୍ଚିବ। ପୁଅ 12 ବର୍ଷରେ କୋଉ ମା କିରେ ଜନ୍ମ ପୁଅଟାକୁ। ମା ଗର୍ଭରୁ ପୁଅ ଯଦି 24 ବର୍ଷରେ ଜନ୍ମ ହବ ବଞ୍ଚିବ। ଦେଖୁଛ ମୁଁ ଏତେ ବାଟ ଯାଇନି, ମୋ ପଢା ସଟ ଆଜ୍ଞା, ଏତେ ବାଟ ଯାଇପାରୁନି। ପାଲା କଣ ଏଠି ଶସ୍ତା ହେଇଛି? ନାଇଁ ବିଷଟେ ଧବ ଗାଈ ଦବୁ ବବୁରୁ ବାହାର। ନହେଲେ ଯଦି ଲୋକ କିଛି ନ ଶିଖିଲେ ଆଚ୍ଛା ତାହେଲେ ଏ ଗାଁ ଖର୍ଚ୍ଚ କରିଥିବା ଟଙ୍କା ତକ ସବୁ ପାଣିରେ ପଡିବ। ଆଉ କେତେ କୁଆଡୁ ଆସୁଛି ଦେଖେ। 7 ମାସରେ ଜନ୍ମ ହେଲା ବାମନ। ଟିକେ ପୁଣି ବଞ୍ଚିଲା।
আচ্ছা মা গর্ভরে 9 মাস আর 10 মাসের আচ্ছা আমি সাধারণ মଣିষ জন্ম হুই। হ্যাঁ হ্যাঁ আজ্ঞা সাধারণ মଣିষ 9 মাসের জন্ম হুয়ে মা গর্ভরে 10 মাসের জন্ম হুয়েন। হ্যাঁ হ্যাঁ কিন্তু 11 মাসের 11 মাসের জন্ম হবে কলা 11 মাসরে মা গর্ভ পরা শ্রী চৈতন্য জন্ম হেলা। 12 মাসরে যে মা গর্ভ দয়ানন্দ সরস্বতী জন্মিলা। 12 বরসরে মা গর্ভ পরা জন্ম হেলা শুকদেব। 24 বর্ষরে মা গর্ভ জন্ম হেলা পরা সীতা খাব। 36 বর্ষে মা গর্ভ পরা জন্ম মহিলা রাবণ। 48 বর্ষে মার গর্ভ কার্তিক পরা জন্মিলা। পুরাণ পৃষ্ঠারে লেখা হইয়াছি ভাল ভাবে দেখো ভরা। ଆଜ୍ଞା ଆଜ୍ଞା ଅନେକ ଅଛି ଅନେକ ଅଛି ତାକୁ ଖୋଜିଲେ ପାଇବରେ ପୁଅ। ସୌଭାଗ୍ୟବତୀ ହୁଅ, ଭଲ ମଣିଷଟିଏ ହୁଅ, ବାପା ମାଙ୍କର ନୁହଁ ଗାଁର ଗୋଟେ ଯୋଗ୍ୟ ସନ୍ତାନ ଝିଅଟିଏ ହେଇକି ଜନ୍ମ। ହଁ ନାଇଁ କିଛି ନାହିଁ, ଯା ତୁ ମୁଣ୍ଡିଆ ମାଇଲୁ ମୁଁ ପାଇବି। ଏ ଜଗତ ଭିତରେ ଆମେ ପୁରାଣ ପୃଷ୍ଠାରେ ଯେତିକି ପାଇଛି ବାମନ ଯେମିତି ଜନ୍ମ ହେଇଛି କହିଲା ମା ମାଲୋ ମୁଁ ଭିକ ମାଗିବାକୁ ଯିବି। କାହିଁକି ବାବୁ? ନାରେ କୋଉଠିକି ଭିକ ମାଗିବାକୁ ଯିବୁ? ନା ବଳି ରାଜା କୁଆଡେ ଭିକ୍ଷା ଦାନ ଦଉଛି। ମୁଁ ବଳି ରାଜା ଦ୍ୱାରକୁ ଯିବି ଭିକ୍ଷା ମାଗିବା ପାଇଁ। ଧଇଲା ମା ପାଦକୁ ଭଗବାନ ବାମନ। ଗଲା ପ୍ରଣାମ ଜନନୀ ଠାରେ, ପ୍ରଣାମ ଜନନୀ ଠାରେ ଲଗାଇ ମୁଣ୍ଡ ପୟରେ ଭଲାରେ ଲଗାଇ ମୁଣ୍ଡ ପୟରେ ଭଲାରେ ଲଗାଇ ମୁଣ୍ଡ ପୟରେ ଚରଣରେ ବିରାଜିତ ଭାରତ ଦେଶ। ଚରଣରେ ବିରାଜିତ ଭାରତ ଦେଶ। ଗର୍ବ ପ୍ରପଦ ପରସେ ଗର୍ବ ଗର୍ବ ପ୍ରାୟ ଦିଶେ ଭଲାରେ ଗର୍ବ ଗର୍ବ ପ୍ରାୟ ଦିଶେ ଭଲାରେ ଗର୍ବ ଗର୍ବ ପ୍ରାୟ ଦିଶେ। କୃପାଣ ନାରୀଏ ଦେଖି ହେଲେ ମୋହିତ, ଦେଖି ହେଲେ ମୋହିତ। ଦିଶିଲା ଏ ବଡ଼ ଅଦ୍ଭୁତ ଭଲାରେ ଦିଶିଲା ଏ ବଡ଼ ଅଦ୍ଭୁତ। ଯାକୁ ଦେଖି ନାରୀ ମାନେ ଭାବିଲେ ଚିତ, ଯାକୁ ଦେଖି ନାରୀ ମାନେ ଭାବିଲେ ଚିତ। ମାଠୁ ବିଦାୟ ନେଇଛି ବାମନ। ଭିକ୍ଷା ମାଗିବାକୁ ଯିବ ବଳି ରାଜା ଦ୍ୱାରକୁ। ଆଚ୍ଛା ମୁଁ ଯେତେବେଳେ ପେଣ୍ଡାଲକୁ ଆସିଲି ଡ୍ରେସ୍ ଟିକେ ପିନ୍ଧିଲି ନା ନାଇଁ ପିନ୍ଧିଲି? ମୁଁ ଯେତେବେଳେ ତମ ଗାଁକୁ ଆଇଲି ସେତେବେଳେ ଡ୍ରେସଟା ଅଲଗା ଥିଲା ନା ଅଲଗା ନଥିଲା? ସେତେବେଳେ ଡ୍ରେସ୍ ଅଲଗା,
ଏବେ ପେଣ୍ଡାଲକୁ ଆଇଲା ବେଳେ ଡ୍ରେସ୍ ଅଲଗା। ଆଚ୍ଛା ମୁଁ ଗାଁରେ ଲୁଙ୍ଗି ପିନ୍ଧିକି ବୁଲୁଥିବି ତମ ଗୋପାର ଯେତେବେଳେ ଶ୍ରାଦ୍ଧ ପଡିବ ସେତେବେଳେ ଧୋତି ମାରିକି ଯିବି ନା ଆଉ ଲୁଙ୍ଗି ପିନ୍ଧିକି ଯିବି ତମ ଶ୍ରାଦ୍ଧ କରିବାକୁ? ତମେ କାଠ ଫାଳିଆରେ ବାଡେଇବନି ବସେଇ तो गुप्पा दिए करके ब्राह्मण ହେଇଥିଲା ତୁ ଲୁଙ୍ଗି ପିନ୍ଧିକି ଆଇଛୁ ମୋର ଶ୍ରାଦ୍ଧ କରିବୁ ବୋଲି ପ୍ରଭୁ ଜୀବ ଭିକ୍ଷା ମାଗିବା ତାର ଡ୍ରେସ ଟା ପୁଣି ଅଲଗା ହବା ଦରକାର ନା ନାହିଁ। ଆଚ୍ଛା ନିଶ୍ଚିତ ବ୍ରାହ୍ମଣ ପୁଅ ଜଣ ତାର ଡ୍ରେସ